ନବବର୍ଷରେ ନୃଶଂସ ହତ୍ୟାକାଣ୍ଡ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତରେ ଦେଖିବାକୁ ମିଳିଛି ଏକ ନୃଶଂସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ବଲାଣି ଥାନା ଅନ୍ତର୍ଗତ ବଲାଣି ଜଙ୍ଗଲ ମଧ୍ୟରେ ଥିବା ପାଣିନାଳ ନିକଟରୁ ଏକ ବିବାହିତ ଯୁବତୀର ମୃତଦେହ ଉଦ୍ଧାର କରିଛି ବଲାଣି ପୋଲିସ। ଯାହାକି ସୂଚନା ରହିଛି ଯୁବତୀ ଜଣକ ନବବିବାହିତା ଏବଂ ବଲାଣି ବିର୍ସା କ୍ଲବ ନିକଟରେ ତାଙ୍କ ଘର ବୋଲି ଜଣାପଡ଼ିଛି। ପାରିପାର୍ଶ୍ୱିକ ପରିବେଶକୁ ଦେଖିଲେ ଅନୁମାନ କରାଯାଇକି ଦୁଷ୍କର୍ମ ପରେ ଯୁବତୀ ଜଣକୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ। ଯାହାକି ସୂଚନା ରହିଛି ଗତକାଲି ଇଂରାଜୀ ନବବର୍ଷ ପାଳନ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ଅନୁମାନ କରାଯାଏ। ଏହି ଘଟଣା ପ୍ରଘଟ ହେବା ପରେ ତାକୁ ଦେଖିବାକୁ ଘଟଣାସ୍ଥଳକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ଘଟଣାସ୍ଥଳରେ ବଡ଼ବିଲ ଉପଖଣ୍ଡ ଅଧିକାରୀ ଓ ବଲାଣି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଶବକୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ନେଇ ସୂଚନା। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବଲାଣି ପୋଲିସ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।